ଚାଲନ୍ତୁ ଆଜି ଶୁଣିବା ସେକ୍ସପିୟରଙ୍କ ଲିଖିତ ଗୋଟେ କାହାଣୀ, ଏକ ଗ୍ରୀଷ୍ମ ମଧ୍ୟରାତ୍ରିର ସ୍ୱପ୍ନ। ପ୍ରାଚୀନ କାଳରେ ଏଥେନ୍ସ ନଗରରେ ଜଣେ ରାଜା ରାଜ୍ୟ କରୁଥିଲେ। ସେ ନଗରରେ ଗୋଟିଏ ପ୍ରଥା ପ୍ରଚଳନ କରିଥିଲେ କି ତାଙ୍କ ରାଜ୍ୟରେ କୌଣସି ଝିଅ କୁଆଁରୀ ରହିବେ ନାହିଁ। ଝିଅର ଇଚ୍ଛା ଥାଉ କିମ୍ବା ନଥାଉ, ତା ପିତା ଜୋର ଜବରଦସ୍ତି ତାର ବିବାହ କରିପାରିବ। ଏହି ବିଷୟରେ ଯଦି କୌଣସି ଝିଅ ନିଜ ବାପାଙ୍କ ଆଦେଶର ଉଲ୍ଲଂଘନ କରେ, ତେବେ ତାକୁ ଫାଶୀ ଦିଆଯାଉଥିଲା। ଏହି ଫାଶୀ ଡରରେ ବହୁ ଝିଅ ବାଧ୍ୟତାମୂଳକ ନିଜ ପିତାଙ୍କ ଅନୁସାରେ ବିବାହ କରିନେଉଥିଲେ। ଆଉ କେତେକ ନିଜ ଇଚ୍ଛାରେ ବିବାହ କରୁଥିବା ସତ୍ତ୍ୱେ କୌଣସି ପିତା ରାଜାଙ୍କୁ ଏହାର ଖବର ଦେଉନଥିଲେ। ଏକଦା ଜଣେ ବାପା ନିଜର ଦୁଃଖ ନେଇ ରାଜାଙ୍କ ପାଖକୁ ଆସିଲେ ଏବଂ କହିଲେ, ମହାରାଜ, ମୋର ଗୋଟେ କନ୍ୟା ସନ୍ତାନ ଅଛି। ମୁଁ ତାକୁ ବହୁ ଗେହ୍ଲବସରରେ ବଡ଼ କରିଛି, କିନ୍ତୁ ଯେତେବେଳେ ତା ବିବାହ ସମୟ ଆସିଲା, ମୋ ଝିଅ ମୁଁ ପ୍ରସ୍ତାବିତ କରିଥିବା ପୁଅକୁ ବିବାହ କରିବାରେ ମନା କରିଦେଉଛି। ସେ ତାକୁ ଜମା ପସନ୍ଦ କରୁନାହିଁ, କାରଣ ସେ ଆଉ ଜଣେ ପୁଅକୁ ପ୍ରେମ କରି ବସିଛି ଏବଂ ତାକୁ ବିବାହ କରିବାର ପ୍ରତିଶ୍ରୁତି ନେଇଛି। ମହାରାଜ, ମୁଁ ଚାହେଁ ଆପଣ ଏପରି ନାରୀକୁ ମୃତ୍ୟୁଦଣ୍ଡ ଦେଇ ମୋ ପ୍ରତି ଦୟା କରନ୍ତୁ। ଏହା ଶୁଣି ରାଜା ହର୍ମିଆକୁ ଡାକିଲେ ତଥା ତା ପିତାଙ୍କ କଥା ସ୍ପଷ୍ଟ କରିବା ପାଇଁ ଅନୁମତି ଦେଲେ। ହର୍ମିଆ କହିଲା, ମହାରାଜ, ମୋ ବାପା ମୋ ବିବାହ ଡିମିଟ୍ରିୟସ୍ ନାମକ ଜଣେ ଯୁବକ ସହିତ କରିବାକୁ ଚାହାନ୍ତି, କିନ୍ତୁ ସେହି ଯୁବକ ଜଣକ ହେଲେନା ନାମକ ଅନ୍ୟ ଜଣେ ଝିଅକୁ ପ୍ରେମ କରନ୍ତି। ଯଦି ଡିମିଟ୍ରିୟସ୍ ମୋତେ ପ୍ରେମ ନ କରିବେ, ମୁଁ କେମିତି ତାଙ୍କ ସହିତ ବିବାହ କରିବି? ମୁଁ ବିବାହ କରିବି ଯଦି ଲାଇସେଣ୍ଡର ସହିତ କରିବି, ନଚେତ୍ କୁଆଁରୀ ରହିବା ଭଲ। ସମସ୍ତ କଥା ଶୁଣିଲା ପରେ ରାଜା ହର୍ମିଆକୁ 3 ଦିନର ସମୟ ଦେଇ ଭାବିବାକୁ କହିଲେ। ଯଦି ସେ 3 ଦିନ ଭିତରେ ଡିମିଟ୍ରିୟସ୍ ସହିତ ବିବାହ ନ କରେ, 5ମ ଦିନ ତାକୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ। ଏହା ଶୁଣି ହର୍ମିଆ ତତ୍କ୍ଷଣାତ୍ ଲାଇସେଣ୍ଡର ନିକଟକୁ ଦୌଡ଼ିଗଲା ଏବଂ ଏହି ସମସ୍ତ ଘଟଣା ବିଷୟରେ ଜଣାଇଲା। ଲାଇସେଣ୍ଡର ତା କଥା ଶୁଣି କହିଲା, ମୋ ପାଖରେ ଗୋଟିଏ ଉପାୟ ଅଛି, ଯାହାଫଳରେ ମୋର ଆଉ ତୁମର ବିବାହ ମଧ୍ୟ ହେବ ଏବଂ ତୁମେ ଫାଶୀ ଦଣ୍ଡରୁ ମଧ୍ୟ ବଞ୍ଚିଯିବ। ଏହି ରାଜ୍ୟର ବାହାରେ ଥିବା ଅନ୍ୟ ଏକ ରାଜ୍ୟରେ ମୋର ଜଣେ ମାଉସୀ ରୁହନ୍ତି। ତୁମେ ଯଦି ତୁମ ପିତାଙ୍କ ନଜରରୁ କେମିତି ବି ବଞ୍ଚି ଆଜି ଖରାବେଳେ ନିଜ ଘରୁ ବାହାରି ଆସନ୍ତ, ଆଉ ମୁଁ ତୁମକୁ ନେଇ ଏହି ରାଜ୍ୟରୁ ଅନ୍ୟ ରାଜ୍ୟରେ ଥିବା ମାଉସୀ ଘରକୁ ନେଇଯାଇ ବିବାହ କରିନେବି, ଯାହାଫଳରେ ଏହି ରାଜା ଆମର କିଛି କ୍ଷତି କରିପାରିବେ ନାହିଁ, କାରଣ ଅନ୍ୟ ରାଜାଙ୍କର ନିୟମ ଏହି ରାଜାଙ୍କ ନିୟମଠାରୁ ଭିନ୍ନ ଅଟେ ତଥା ଏହି ରାଜାର ଆଇନ ଆଉ ସେଠାରେ ଚଳିବ ନାହିଁ। ଏହି ପରାମର୍ଶ ହର୍ମିଆକୁ ବହୁତ ଭଲ ଲାଗିଲା। ଦୁହେଁ କେମିତି ବି ଏଥେନ୍ସ ନଗରୀର ବାହାରକୁ ପଳାଇ ଆସିଲେ। ସଂଯୋଗବଶତଃ ଡିମିଟ୍ରିୟସ୍ ମଧ୍ୟ ହେଲେନାକୁ ଧରି ସେହି ପଥ ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଲା। ଗୋଟିଏ ପଟେ ହର୍ମିଆ ଓ ଲାଇସେଣ୍ଡର ପ୍ରବେଶ କରିବାକୁ, ଆଉ ଅନ୍ୟ ଏକ ପଟେ ଡିମିଟ୍ରିୟସ୍ ଆଉ ହେଲେନା ପ୍ରବେଶ କରିଥିଲେ। ଯେଉଁ ଦିଗରେ ଡିମିଟ୍ରିୟସ୍ ଏବଂ ହେଲେନା ଯାଉଥିଲେ, ସେହି ଦିଗରେ କିଛି ଦୂରରେ ଆବରୋନ୍ ନାମକ ଜଣେ ପରୀମାନଙ୍କର ରାଜା ରହୁଥିଲେ। ପରୀମାନଙ୍କ ରାଣୀ ଟିଟେନିଆ ତାଙ୍କର ପାଟରାଣୀ ଥିଲେ। କିଛି କାରଣରୁ ଦୁହେଁ ରାଜାରାଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ରାଣୀ ରାଗି କରି ରାଜାଙ୍କୁ ଛାଡ଼ି କୁଆଡ଼େ ଚାଲି ଯାଇଥିଲେ। ସେହି ମହଲରେ ଆବରୋନ୍ ଏକା ରହୁଥିଲେ। ବୁଲି ବୁଲି ଡିମିଟ୍ରିୟସ୍ ଏବଂ ହେଲେନା ସେହି ରାଜାର ମହଲରେ ଆସି ପହଞ୍ଚିଲେ। ସେମାନେ ଥକିଯିବା ପରି ଲାଗୁଥିବା କାରଣରୁ ସେ ରାଜା ଭାବିଲେ ସେମାନେ ବୋଧେ ମୋ ପରି ଦୁହେଁ ଦୁହିଁଙ୍କ ଉପରେ ରାଗିଛନ୍ତି। ଏହା ଦେଖି ରାଜା ଆବେରୋନ୍ ମନରେ ଗୋଟେ ପରୀକୁ ମନେ ପକାଇଲେ ଏବଂ ତତ୍କ୍ଷଣାତ୍ ସେଠାରେ ପକ ନାମକ ଜଣେ ପରୀ ଆସି ହାଜିର ହୋଇଗଲା। ଏହି ପରୀଟି ଲୋକମାନଙ୍କୁ ଚିଡ଼ାଇବା ଏବଂ ବୋକା ବନାଇବା କାର୍ଯ୍ୟରେ ବଡ଼ ନିପୁଣ ଥିଲା। ପ୍ରାୟତଃ ସେ ନିକଟସ୍ଥ ଗାଁକୁ ଯାଏ ଏବଂ ଗୋପାଳୁଣୀମାନଙ୍କ ଦହି ହାଣ୍ଡିରେ ବେଙ୍ଗ ପକାଇ ଲୁଚିଯାଏ। ଯେତେବେଳେ ଗୋପାଳୁଣୀ ଦହି ଲସି ପାଇଁ ମାଠିଆ ଖୋଲନ୍ତି, ପକପରି ବେଙ୍ଗ ପରି ଫକଫକ ହୋଇ ତାଙ୍କ ଉପରକୁ ଡିଆ ମାରିଦିଏ ଏବଂ ସେମାନେ ଡରିଯାଇ ମାଠିଆ ଛାଡ଼ି ଦିଅନ୍ତି, ଯାହାଫଳରେ ସବୁ ଦହି ତଳେ ପଡ଼ି ନଷ୍ଟ ହୋଇଯାଏ। ଆଉ କେତେବେଳେ ସେ ଅଦୃଶ୍ୟ ହୋଇ ରାଜାଙ୍କ ଦରବାରରେ ପହଞ୍ଚିଯାଏ ଏବଂ ଯେତେବେଳେ ବଡ଼ ଲୋକମାନେ ରାଜାଙ୍କ ସତ୍କାରରେ ଛିଡ଼ା ହୁଅନ୍ତି, ସେତେବେଳେ ସେମାନଙ୍କ ବସିବା ସ୍ଥାନରୁ ଚୌକି ଘୋଷାଡ଼ି ଦିଏ। ବିଚରା ବଡ଼ ଲୋକମାନେ ବସିବାକୁ ଗଲାବେଳକୁ ଜୋର କରି ତଳେ କଚଡ଼ା ଖାଉଥିଲେ। ଏସବୁ ଦେଖି ଦରବାରରେ ମଜାଳିଆ ପରିବେଶ ହୋଇଯାଏ ତଥା ପକପରି ହସି ହସି ଦରବାରରୁ ଫେରିଆସେ। ଆଜି ଠିକ୍ ଏହି ପ୍ରକାରେ ଡିମିଟ୍ରିୟସ୍ ଏବଂ ହେଲେନା ସହିତ କିଛି ମଜା କରିବେ ବୋଲି ରାଜା ଚିନ୍ତା କଲେ। ସେ ପକପରିକୁ ଗୋଟିଏ ସବୁଜ ରଙ୍ଗର ବୋତଲ ଦେଇ କହିଲେ, ଦେଖ ପକ, ଏଥିରେ ବଶୀକରଣ ଅଛି। ଏହି ତେଲର ଏକ ଗୁଣ ହେଉଛି, ଯଦି ଏହାକୁ କୌଣସି ଲୋକର ନିଦ୍ରାବସ୍ଥାରେ ଡାହାଣ ଆଖିରେ ଲଗାଇ ଦିଆଯାଏ, ତେବେ ସେ ଲୋକ ଆଖି ଖୋଲିବା ମାତ୍ରକେ ଯେଉଁ ଲୋକକୁ ଦେଖିବ ତା ଉପରେ ବିଭୋର ହୋଇ ଉଠିବ। ହୁଏତ ସେଠାରେ ଗଧ, ମାଙ୍କଡ଼, କୁକୁର ଥିଲେ ମଧ୍ୟ ସେ ତା ଉପରେ ମୋହିଯିବ। ଏହାକୁ ନିଜ ପାଖରେ ରଖ। ଏହି ଜଙ୍ଗଲରେ ଡିମିଟ୍ରିୟସ୍ ନାମକ ଜଣେ ଯୁବକ ସବୁଜ ରଙ୍ଗର ପୋଷାକ ପରିଧାନ କରିଛି ଏବଂ ନିଜ ପ୍ରେମିକା ସହିତ ବୁଲିବାକୁ ଆସିଛି, କିନ୍ତୁ ସେମାନଙ୍କ ମଧ୍ୟରେ ବୋଧହୁଏ ଝଗଡ଼ା ହୋଇଛି। ତୁମେ ଯାଇ ଏହି ତେଲକୁ ଡିମିଟ୍ରିୟସ୍ର ଡାହାଣ ଆଖିରେ ଲଗାଇ ଦିଅ, କିନ୍ତୁ ମନେ ରଖ, ସେ ନିଜର ଆଖି ଖୋଲିବା ମାତ୍ରକେ
ନିଜର ନଜର ନିଜ ପ୍ରେମିକା ଉପରେ ହିଁ ପକାଉ। ଏ କଥା ରାଜାଙ୍କ ମୁହଁରୁ ଶୁଣୁଥିବା ସମୟରେ ପକ୍କାପରି ଅନ୍ୟମନସ୍କ ଥିଲା, ସେଥିପାଇଁ ସେ ଅଧା କଥା ଶୁଣିପାରିଲା। ସେ ଡ୍ରେମିଣ୍ଟ୍ରିୟସ୍ ଏବଂ ହେଲେନା ଆସୁଥିବା ଦିଗକୁ ଯିବା ପରିବର୍ତ୍ତେ ଯେଉଁପଟେ ହର୍ମିଆ ଓ ଲାଇସେଣ୍ଡର ଆସୁଥିଲେ ସେ ଦିଗକୁ ଚାଲିଗଲା। ସଂଯୋଗବଶତଃ ଲାଇସେଣ୍ଡର ମଧ୍ୟ ଅବିକଳ ସବୁଜ ପୋଷାକ ପିନ୍ଧିଥିଲେ। ଏଥିପାଇଁ ତାକୁ ଡ୍ରେମିଣ୍ଟ୍ରିୟସ୍ ଭାବି ପରି ଶୋଇଥିବା ବେଳେ ଲାଇସେଣ୍ଡର ଆଖିରେ ବଶୀକରଣ ତେଲ ଟିକେ ଲଗାଇ ଦେଇ ଅଦୃଶ୍ୟ ହୋଇଗଲା। ଜଙ୍ଗଲର ଅନ୍ୟ ଏକ ଦିଗରେ ଡ୍ରେମିଣ୍ଟ୍ରିୟସ୍ ଏବଂ ହେଲେନା ଦୁର୍ଭାଗ୍ୟବଶତଃ ହଜିଯାଇ ପରସ୍ପରକୁ ଖୋଜିବାକୁ ଲାଗିଥିଲେ। ହେଲେନା ଖୋଜି ଖୋଜି ସେ ସ୍ଥାନକୁ ଆସିଗଲା ଯେଉଁଠି ହର୍ମିଆ ଓ ଲାଇସେଣ୍ଡର ଶୋଇଥିଲେ। ପତ୍ର ଝଡ଼ିବାର ଶବ୍ଦରେ ଲାଇସେଣ୍ଡର ଉଠିପଡ଼ି ଯେଉଁ ଦିଗ ଆଡ଼ୁ ହେଲେନା ଆସୁଥିଲା ସେଇ ଆଡ଼କୁ ନଜର ପକାଇଲା। ଦୁହିଁଙ୍କ ଆଖି ପରସ୍ପରକୁ ଦେଖିବା ମାତ୍ରକେ ଲାଇସେଣ୍ଡର ଆଖିରେ ଲାଗିଥିବା ପକପରିର ବଶୀକରଣ ତେଲ ଅସର ଦେଖାଇଦେଲା ଏବଂ ସେ ହେଲେନାକୁ ମୋ ସ୍ୱପ୍ନ ସୁନ୍ଦରୀ, ସ୍ୱର୍ଗର ଦେବୀ ଏବଂ ମନର ରାଣୀ ଆଦି କହି ସମ୍ବୋଧନ କରିବାରେ ଲାଗିଲା। ଏହା ଆଗରୁ ସେ ହେଲେନାକୁ ପସନ୍ଦ କରୁନଥିଲା, ତାକୁ କୁସ୍ତିତ ବୋଲି କହୁଥିଲା। ହେଲେନା ତୁଳନାରେ ନିଜ ପ୍ରେମିକା ହାର୍ମିଆକୁ ବହୁ ସୁନ୍ଦର ବୋଲି କହୁଥିଲା, କିନ୍ତୁ ଆଜି ତା ପ୍ରେମିକାକୁ ଭୁଲିଯାଇ ହେଲେନାକୁ ପ୍ରିୟସୀ, ପ୍ରିୟତମା ଆଦି କହିବାକୁ ଲାଗିଲା। ହେଲେନା ଲାଇସେଣ୍ଡର କଥାକୁ ମଜା କରୁଥିବାର ଭାବି ସେଠାରୁ ଖସିଯିବାକୁ ଚେଷ୍ଟା କରିବାକୁ ଲାଗିଲା। ହେଲେ ତେଲର ପ୍ରଭାବ ଯୋଗୁଁ ଲାଇସେଣ୍ଡର ହେଲେନା ପ୍ରେମରେ ପାଗଳ ହେବାକୁ ଲାଗିଲା। ହେଲେନାର ଗାଳି ମଧ୍ୟ ତାକୁ ଫୁଲ ପରି ଲାଗିଲା। କିଛି ସମୟ ପରେ ଯେତେବେଳେ ହାର୍ମିଆ ନିଜ ଆଖି ଖୋଲିଲା, ଜଙ୍ଗଲରେ ନିଜକୁ ଏକୁଟିଆ ପାଇ ବହୁତ ଡରିଗଲା। ସେଣ୍ଡର ସେଣ୍ଡର ଚିଲାଇ ଚିଲାଇ ଚତୁର୍ଦିଗକୁ ଧାଇଁଲା। ଆକାଶରେ ଲୁଚିଥିବା ପରି ତେଲର କି ପ୍ରଭାବ ପଡ଼ିଲା ଏସବୁ ଦୃଶ୍ୟ ଦେଖୁଥିଲା। ଏହା ଦେଖି ସେ ତେଲର ପ୍ରଭାବ ବିଷୟରେ ଯାଇ ରାଜାଙ୍କୁ ସବୁ କଥା କହିବାକୁ ଲାଗିଲା। ମହାରାଜ, ଆପଣ ଯେଉଁ ତେଲ ସବୁଜ ରଙ୍ଗର ପୋଷାକ ଧରି ଆଖିରେ ଲଗାଇବାକୁ ଦେଇଥିଲେ, ତାକୁ ଲଗାଇବା ପରେ ସେ ଲୋକ ନିଜ ପ୍ରେମିକାକୁ ଭୁଲି ଅନ୍ୟ ଏକ ନାରୀର ପଛରେ ପାଗଳ ପରି ଧାଇଁବାକୁ ଲାଗିଛି ଏବଂ ସେ ନାରୀ ଯିଏକି ସେ ବ୍ୟକ୍ତିକୁ ଜମା ପସନ୍ଦ କରୁନଥିବା କାରଣରୁ ତାକୁ ଗାଳିଗୁଲଜ କରିବାରେ ଲାଗିଛି। ଏସବୁ ଦେଖି ମୋତେ ଭାରି ମଜା ଲାଗୁଛି। ଯେମିତି ଗୋପାଳୁଣୀମାନଙ୍କୁ ହଇରାଣ କରିବାରେ ଲାଗୁଥିଲା, ତାଠାରୁ ଆହୁରି ମଜା ଲାଗୁଛି। ଏହା ଶୁଣି ଆବେରନ କହିଲେ, ଆରେ ପାଗିଳି, ତୁ ଭୁଲରେ ଆଉ ଜଣେ ବ୍ୟକ୍ତିର ଆଖିରେ ତେଲ ଲଗାଇ ଆସିନୁ ତ? ତୋ କଥାରୁ ମୋତେ ଏମିତି ଲାଗୁଛି। ମୁଁ ତ ରାଗିଥିବା ଦୁହେଁ ଦମ୍ପତିକୁ ମିଶାଇବାକୁ ଚାହୁଁଥିଲି, ହେଲେ ତୁ ତ ଓଲଟା ଅନ୍ୟ ଜଣେ ଦମ୍ପତିକୁ ଅଲଗା କରିଦେଇ ଆସିଲୁ। ତୋ କଥାରୁ ମୋତେ ଏପରି ଲାଗୁଛି ଆଜି ଏହି ଜଙ୍ଗଲରେ ଜଣେ ଦମ୍ପତି ନୁହେଁ, 2 ଜଣ ଆସିଛନ୍ତି ଏବଂ ସଂଯୋଗବଶତଃ ଦୁହେଁ ମଧ୍ୟ ଏକା ପୋଷାକ ପିନ୍ଧିଛନ୍ତି। ଏବେ ଶୁଣ, ମୁଁ ଯେଉଁ 2 ଦମ୍ପତିଙ୍କ ଭିତରେ ପ୍ରେମ କରିବାକୁ ଚାହେଁ, ସେମାନଙ୍କ ମଧ୍ୟରୁ ପୁଅର ନାମ ଡ୍ରେମିଣ୍ଟ୍ରିୟସ୍ ଏବଂ ଝିଅର ନାମ ହେଲେନା ଅଟେ। ଯା ଆଉ ସେମାନଙ୍କ ମଧ୍ୟରେ ପ୍ରେମ କରାଇ ଆସେ। ଏହା ଶୁଣି ପରି ସେଠାରୁ ଚାଲିଗଲା ଏବଂ ଡ୍ରେମିଣ୍ଟ୍ରିୟସ୍ ଆଖିରେ ତେଲ ବୁନ୍ଦା ଲଗାଇ ଆସିଲା। ଅନ୍ୟପଟେ ହେଲେନା ଏବଂ ତା ପଛରେ ଲାଇସେଣ୍ଡର ଏବଂ ତାକୁ ଡାକି ଡାକି ହାର୍ମିଆ ତାଙ୍କ ପଛରେ ଧାଇଥାନ୍ତି। ବୁଲି ବୁଲି ସେମାନେ ଆସି ସେଠାରେ ପହଞ୍ଚିଲେ ଯେଉଁଠାରେ ଡ୍ରେମିଣ୍ଟ୍ରିୟସ୍ ଶୋଇଥିଲା। ଡ୍ରେମିଣ୍ଟ୍ରିୟସ୍ ପୂର୍ବରୁ ତ ହେଲେନାକୁ ବହୁତ ଭଲ ପାଉଥିଲା। ତେଲର ପ୍ରଭାବରେ ସେ ହେଲେନାକୁ ପ୍ରଥମେ ଦେଖିବା କ୍ଷଣି ପୁନଃ ତାକୁ ସେ ଆହୁରି ସୁନ୍ଦର ଲାଗିବାକୁ ଲାଗିଲା ଏବଂ ସେ ମଧ୍ୟ ଲାଇସେଣ୍ଡର ପରି ହେଲେନାକୁ ପାଗଳ ପରି ପ୍ରଣୟ ନିବେଦନ କରିବାକୁ ଲାଗିଲା। ଏହା ଦେଖି ହେଲେନା ସନ୍ଦେହ କରିବାକୁ ଲାଗିଲା, ଯେଉଁ ଲାଇସେଣ୍ଡର ତାକୁ କେବେ ପସନ୍ଦ କରୁନଥିଲା ସେ ତାକୁ ଆଜି ପ୍ରିୟତମା କହୁଛି। ଆଉ ଡ୍ରେମିଣ୍ଟ୍ରିୟସ୍ ଆହୁରି ଅଧିକ ପ୍ରଣୟ ଶବ୍ଦ ପ୍ରୟୋଗ ମଜାରେ କରୁଛି କି ଭାବିଲା। ଏହା ଭାବୁଥିବା ଅବସ୍ଥାରେ ତା ନଜର ଦୂରରେ ଥିବା ହାର୍ମିଆ ଉପରେ ପଡ଼ିଲା। ଆଉ ସେ ହାର୍ମିଆକୁ ଏସବୁ କାଣ୍ଡ ଘଟାଇଥିବାର ଦୋଷୀ ବୋଲି ଭାବିଲା। ହାର୍ମିଆ ବୋଧେ ତା ଲାଇସେଣ୍ଡରକୁ ବଶୀକରଣ କରି ମୋ ପଛରେ ଲଗାଇଛି, ଏପରି ସେ ଭାବିବାକୁ ଲାଗିଲା। ଅପରପକ୍ଷରେ ହାର୍ମିଆ ମଧ୍ୟ ହେଲେନା ବିପକ୍ଷରେ ଏହା ହିଁ ଭାବିବାକୁ ଲାଗିଲା। ଦୁହେଁ ପରସ୍ପରକୁ ଏହି କାଣ୍ଡ ପାଇଁ ହାତ ଉଠାଇବାରେ ମଧ୍ୟ ପଛେଇଲେ ନାହିଁ। ଏମାନଙ୍କୁ ଏପରି ଲଢ଼ୁଥିବାର ଦେଖି ଆକାଶରେ ଲୁଚିଥିବା ପକପରି ନିଜ ହସ ଲୁଚାଇ ପାରିଲା ନାହିଁ ତଥା ଠୋ ଠୋ କରି ହସି ପକାଇଲା। ଅପରପକ୍ଷରେ ଲାଇସେଣ୍ଡର ହେଲେନାକୁ ଏପରି ଅପମାନ ଦେବାର ଦେଖି ଡ୍ରେମିଣ୍ଟ୍ରିୟସ୍ ଆହୁରି ରାଗିଗଲା ଏବଂ ତାହା ସହିତ ଖଣ୍ଡା କାଢ଼ି ମହାଭାରତ ଯୁଦ୍ଧ ଆରମ୍ଭ କରିବାକୁ ଲାଗିଲା। ଏମାନଙ୍କ ମଧ୍ୟରେ ଏପରି ଯୁଦ୍ଧ ଲଗାଇ ଦେଇ ପକପରି ମଜା ନେବାରେ ଲାଗିଲା। ଏମିତି ହସି ହସି ପରି ନିଜ ରାଜା ଆବରଣ ପାଖରେ ପହଞ୍ଚିଲା ଏବଂ କହିଲା, ମାଲିକ, ପୁରୁଷ ଏବଂ ମହିଳାମାନଙ୍କ ଝଗଡ଼ା ଦେଖିବାର ଅଛି ତ ଶୀଘ୍ର ଆସନ୍ତୁ, ନଚେତ୍ ପୁଣି ଦେଖିବାକୁ ମିଳିବ ନାହିଁ। ଯେତେବେଳେ ଆବରଣ ସମ୍ପୂର୍ଣ୍ଣ କଥା ଶୁଣିଲା, ତେବେ ତାକୁ ତାର ଭୁଲ ଉପରେ ବହୁତ ଅନୁତାପ କଲା ଏବଂ ତାର ଗୋଟେ ଭୁଲ ପାଇଁ 2 ସୁଖୀ ଦମ୍ପତି ବିପତ୍ତିରେ ପଡ଼ିଲେ। ସେତେବେଳେ ତାକୁ ତା ରାଣୀ ଟିଟୋନିଆ କଥା ମନେ ପଡ଼ିଗଲା, କିପରି ସେ ମଧ୍ୟ ତାଙ୍କୁ ରାଗି କରି ଛାଡ଼ି ପଳାଇଥିଲେ ତଥା ତାଙ୍କ ବିନା ସେ କେତେ ଉଦାସ ଅଛନ୍ତି। ସେ କ୍ଷଣି ପକପରିକୁ ଆଜ୍ଞା ଦେଲେ, ପକ, ଆରେ ଶୁଣ, ମୁଁ ତତେ କ'ଣ କହୁଛି। ତତେ ଯାହା କହୁଛି ତାହା ହିଁ କର, ସେତିକି ବଦମାସି ଥାଉ। ସେମାନଙ୍କ ଭିତରେ ଡ୍ରେମିଣ୍ଟ୍ରିୟସ୍ ଆଉ ଲାଇସେଣ୍ଡର ନାମକ 2 ଜଣ ପୁରୁଷ ଅଛନ୍ତି।
ଡ୍ରିମିଣ୍ଟ୍ରିୟସ୍ ହେଲେନାକୁ ଆଉ ଲାଇସେଣ୍ଡର ହର୍ମିଆକୁ ପ୍ରେମ କରନ୍ତି। ତୁମେ ଶୀଘ୍ର ଯାଅ ଆଉ ଯାଇ ଆକାଶରେ ଅଦୃଶ୍ୟ ରହି ଏଇ ଚାରିଜଣଙ୍କୁ ନିଜର ଏପରି ସଙ୍ଗୀତ ଶୁଣାଅ ଯେଉଁଥିରେ ସେମାନେ ପରସ୍ପର ସହିତ ଝଗଡ଼ା ନ କରି ତୁମ ସଙ୍ଗୀତରେ ମିଳିମିଶି ନାଚିବାକୁ ଲାଗନ୍ତୁ ଏବଂ ନାଚି ନାଚି ଥକିଯାଇ ବିଶ୍ରାମ ନେଇ ଶୋଇପଡ଼ନ୍ତୁ। ତାପରେ ତୁମେ ଏହି ତେଲ ଯାହାକୁ ଡାହାଣ ଆଖିରେ ପକାଇଥିଲ ତାହାକୁ ସେ ଦୁହିଁଙ୍କ ବାମ ଆଖିରେ ପକାଇ ଦେଇ ଆସ, ଯାହାଫଳରେ ଡାହାଣ ଆଖିରେ ମାରିଥିବା ତେଲର ପ୍ରଭାବ କମିବାରେ ଲାଗିବ ଆଉ ସେମାନେ ନିଜର ପୂର୍ବ ଅବସ୍ଥାକୁ ଫେରି ଆସିବେ। ଯାଅ, ଶୀଘ୍ର ଯାଇ ଏଇ କାମ କର, ଆଉ ମୁଁ ଯାଇ ମୋ ଟିଟେନିଆର ମାନଭଞ୍ଜନ କରିଆସେ। ଏହା କହି ପରୀମାନଙ୍କ ରାଜା ନିଜ ରାଣୀ ପାଖ ମହଲକୁ ଯିବାକୁ ବାହାରିଲେ। ମହଲର ବଗିଚାରେ ଏକ ବଡ଼ ସଦାବାହାର ଗଛ ଥିଲା। ସେଥିରେ ଗୋଟେ ଦୋଳି ଲାଗିଥିଲା ଆଉ ସେହି ଦୋଳିରେ ରାଣୀ ଶୋଇ ରହିଥିଲେ। ଆଉ କିଛି ପରୀମାନେ ତାଙ୍କୁ ଗୀତ ଗାଇ ଶୁଣାଉଥିଲେ। ଯେପର୍ଯ୍ୟନ୍ତ ସେ ପରୀମାନଙ୍କର ଗୀତ ନ ସରିଛି, ରାଜା ଆବରଣ ଅଦୃଶ୍ୟ ରୂପରେ ଗୋଲାପ ଫୁଲର ପାଖଡ଼ା ଉପରେ ବସି ଶୁଣୁଥିଲେ। ଯେତେବେଳେ ରାଣୀ ସେହି ଦୋଳିରେ ଶୋଇ ପଡ଼ିଛନ୍ତି, ରାଜା ସେଇ କ୍ଷଣି ସେହି ବଶୀକରଣ ତେଲରୁ କିଛି ତାଙ୍କ ଆଖି ଉପରେ ପକାଇଦେଲେ। ସେଇ କ୍ଷଣି ସେହି ଗଛର ଡାଳରେ ପରଲୋକରୁ ଗୋଟେ ଶଙ୍ଖଚିଲ ଆସି ଶୋଇପଡ଼ିଲା। ରାଜା ସେହି ଶଙ୍ଖଚିଲର ଅସଲି ମୁଣ୍ଡ କାଟି ଗୋଟାଏ ଗଧ ମୁଣ୍ଡ ଲଗାଇଦେଲେ ଆଉ ଏପରି ପ୍ରବନ୍ଧ କଲେ କି ଆଖି ଖୋଲିଲା ମାତ୍ରକେ ରାଣୀଙ୍କ ନଜର ସେହି ଚିଲ ଉପରେ ପଡ଼ୁ। କିଛି ସମୟ ପରେ ରାଣୀ ଉଠି ସର୍ବପ୍ରଥମେ ନିଜ ନଜରରେ ସେହି ଚିଲକୁ ଦେଖିଲେ। ତେଲର ପ୍ରଭାବରେ ସେ ତା ଉପରେ ପାଗଳ ହୋଇଗଲେ ଆଉ ଅନ୍ୟ ପରୀମାନଙ୍କୁ କହିବାକୁ ଲାଗିଲେ, ଆହା, ଜଣାନାହିଁ ସ୍ୱର୍ଗରୁ କେଉଁ ଦେବତା ଏଠାକୁ ଆସିଛନ୍ତି। ଦେଖ, ତାର ମୁଣ୍ଡ ଓ ତା କାନ କେତେ ସୁନ୍ଦର। ଏତେ ସୁନ୍ଦର ପୁଅ ମୁଁ ପରଲୋକରେ ବି ଦେଖିନାହିଁ। ଟିଟେନିଆ ମୁଖରୁ ଗଧର ପ୍ରଶଂସା ଶୁଣି ରାଜା ଅଦୃଶ୍ୟରେ ହସି ହସି ଗଡ଼ି ଯାଇଥିଲେ, କିନ୍ତୁ ରାଣୀକୁ କିଛି ଜଣାପଡ଼ିନଥିଲା। ଯେତେ ଡେରି ହେଉଥିଲା, ସେହି ତେଲର ପ୍ରଭାବ କ୍ରମଶଃ ବଢ଼ି ଚାଲୁଥିଲା। ରାଣୀଙ୍କୁ ସେହି ଗଧ ଆହୁରି ସୁନ୍ଦର ଦେଖାଯିବାକୁ ଲାଗିଲା। ସେ ତା ସ୍ନେହରେ ଗୀତ ଗାଇ ନାଚି ଉଠିଲେ ଆଉ କହି ଉଠିଲେ, ଯାଅ ପରୀମାନେ, ସେହି ଗଧ ମୁଣ୍ଡ ଲାଗିଥିବା ସୁନ୍ଦର ପୁଅଟିକୁ ମୋ ପାଖକୁ ଧରି ଆଣ ଆଉ ତାକୁ କୁହ ତା ଶୁଭ ଦର୍ଶନ ମୋତେ ଦଉ। ରାଣୀଙ୍କ ଏପରି ବ୍ୟବହାରରେ ପରୀମାନେ ହସି ବିସ୍ମିତ ହୋଇ ଭାବୁଥିଲେ, ଆମ ରାଣୀଙ୍କୁ ଆଜି କ'ଣ ହେଇଛି? ଏହା ଶୁଣି ଦାସୀମାନେ ସେହି ଚିଲକୁ ଡାକି ଆଣିଲେ। ରାଣୀ ତାକୁ ଚୁମ୍ବନ କରି ନିଜ କୋଳରେ ତା ମୁଣ୍ଡ ରଖି ଶୁଆଇବାକୁ ଲାଗିଲେ ଆଉ ନିଜ ପ୍ରେମ ପ୍ରକଟ କରିବାକୁ ଲାଗିଲେ। ଯାଦୁର ପ୍ରଭାବରୁ ଶଙ୍ଖଚିଲକୁ କିଛି ଜଣାପଡ଼ୁନଥିଲା ଯେ ମୁଣ୍ଡ କାହାର ଲାଗିଛି। ତାର ମୁଣ୍ଡ ଏବଂ ତା ଭୋକ ମଧ୍ୟ ଗଧ ପରି ହୋଇଯାଇଥିଲା। ରାଣୀ ତାକୁ କହିଲେ, ହେ ସୁନ୍ଦର ପୁଅ, ତମକୁ ଭୋକ ଲାଗୁଥିବ। ତୁମେ କ'ଣ ଖାଇବାକୁ ଇଚ୍ଛା କରୁଛ ତାହା ଆଜ୍ଞା କର। ଶଙ୍ଖଚିଲ ଆଗଭର ହୋଇ କହିଲା, ମୋତେ 5 କିଲୋ ଚୋକଡ଼ ଆଉ 3 କିଲୋ କଳା ବୁଟଚଣା ଦରକାର। ବାସ୍ ଏତିକିରେ ମୋ ପେଟ ପୂରିଯିବ। ପରୀମାନେ ସାଙ୍ଗେ ସାଙ୍ଗେ ଯାଇ ତା ପାଇଁ ସେହି ସବୁ ଖାଦ୍ୟ ଆଣିଦେଲେ। ତାପରେ ରାଣୀ ପଚାରିଲେ, ତୁମକୁ କେଉଁ ବସ୍ତ୍ର ଦରକାର କୁହ। ଶଙ୍ଖଚିଲର ମୁଣ୍ଡ ତ ଗଧର ଥିଲା, ତେଣୁ ସେ କହିଲା, ମୋତେ ବୋରି ବସ୍ତ୍ର ଦରକାର। ପରୀମାନେ ମଧ୍ୟ ସେହି ପ୍ରକାରର ବସ୍ତ୍ର ଯାଇ ଉଠାଇ ଆଣିଲେ ଆଉ ଯେତେବେଳକୁ ତାକୁ ପିନ୍ଧାଇବାକୁ ଲାଗିଲେ, ସେ କହିଲା, ପ୍ରଥମେ ମୋ ପିଠି କୁଣ୍ଡାଇ ଦିଅ, ତାପରେ ମୁଁ ବସ୍ତ୍ର ପିନ୍ଧିବି। କେବେ ଏପରି ନ କରିଥିବା ପରୀମାନେ ତାହା କରିବାକୁ ଲାଗିଲେ। ତାପରେ ସେହି ଗଧମୁଣ୍ଡିଆ ପ୍ରାଣୀଟି ଶୋଇବାକୁ ଲାଗିଲା। ରାଣୀ ତାକୁ ନିଜ କୋଳରେ ଶୁଆଇ ନିଜେ ମଧ୍ୟ କିଛି ସମୟ ପାଇଁ ଆଖି ବୁଜିଦେଲେ। ସେତିକିବେଳେ ରାଜା ସୁଯୋଗ ଦେଖି ରାଣୀଙ୍କ ବାମ ଆଖିରେ ସେହି ତେଲ ଟୋପାଇ ପକାଇଦେଲେ। ରାଣୀଙ୍କ ନିଦ ଭାଙ୍ଗିଲା ବେଳକୁ ଅବସ୍ଥା ପୂର୍ବପରି ହୋଇଯାଇଥିଲା ଏବଂ ରାଣୀ ଗଧମୁଣ୍ଡିଆ ପ୍ରାଣୀକୁ ଦେଖି ଭର୍ତ୍ସନା କରିବାକୁ ଲାଗିଲେ। ଏହି କ୍ଷଣି ରାଜା ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ହସି ହସି କହିଲେ, କ'ଣ ମହାରାଣୀ, ମୋ ଉପରେ ରାଗି ଆଉ କାହା ଉପରେ ପ୍ରେମ ବର୍ଷା କରୁଛନ୍ତି? ଏତିକି କହିବା କ୍ଷଣି ରାଣୀ ଲଜ୍ଜାରେ ସରମ ହୋଇଗଲେ ଏବଂ ନିଜକୁ ରାଜାଙ୍କ ଆଗରେ ଲଜ୍ଜିତ ମନେକଲେ। ଆବରଣ ହସିକରି କହିଲେ, ଆଉ ଥରେ ମୋ ଉପରେ ରାଗି କୁଆଡ଼େ ଯିବନି। ଆଉ ନ ରାଗିବାର ରାଣ ଯଦି ଖାଇବ, ତେବେ ମୁଁ ତୁମକୁ ଏକ ମଜା କଥା ଶୁଣାଇବି। ରାଣୀ ନିଜର କାନ ଧରି ରାଜାଙ୍କ ପାଦ ତଳେ ପଡ଼ି ତାଙ୍କୁ କ୍ଷମା ମାଗିଲେ। ରାଜା ଯେତେବେଳେ ଏହି ଗଧମୁଣ୍ଡିଆ ପ୍ରାଣୀର କଥା କହିବା ଆରମ୍ଭ କଲେ, ସେଠାରେ ଥିବା ପରୀମାନଙ୍କ ସହିତ ରାଣୀ ମଧ୍ୟ ହସି ହସି ଗଡ଼ିଗଲେ। ଏହି ସମୟରେ ପକପରି ମଧ୍ୟ ନିଜ କାମ ସାରି ଫେରିଲା ଏବଂ 4 ଯୁଗଳ ପ୍ରେମୀଙ୍କୁ ନିଜ ସହ ନେଇ ଆସିଲା। ରାଜା ଆବରଣ ସେମାନଙ୍କ ସ୍ୱାଗତରେ କିଛି ମନୋରଞ୍ଜନ କରି ଭୋଜିଭାତ କରିଥିଲେ। ଯେତେବେଳେ ହର୍ମିଆ ଓ ଲାଇସେଣ୍ଡର ତଥା ହେଲେନା ଓ ଡ୍ରିମିଣ୍ଟ୍ରିୟସ୍ ଏହିସବୁ କଥା ଭାବି ଭାବି ଯିବାକୁ ଲାଗିଲେ, ସେମାନେ ଯେପରି ମଧ୍ୟରାତ୍ରିର କୌଣସି ଏକ ସ୍ୱପ୍ନ ଦେଖିଥିବା ପରି ଅନୁଭବ କରିଥିଲେ। ଆପଣମାନେ ଶୁଣୁଥିଲେ ସେକ୍ସପିୟରଙ୍କ ଲିଖିତ ଏକ କାହାଣୀ, ଏକ ଗ୍ରୀଷ୍ମ ମଧ୍ୟରାତିର ସ୍ୱପ୍ନ।